ପହଞ୍ଚିଲେ ଓଳାଶୁଣୀରେ ସେଇ କଣ୍ଟା ଜଙ୍ଗଲ ଭିତରେ ସେ ରହିଲେ। କଣ କରିବେ? ଦିନେ ରାଜାଙ୍କ ପାଖକୁ ଗଲେ। ରାଜାଙ୍କ ପାଖକୁ ଗଲେ କିଛି ଜାଗା ଦେଲେ ଗୋଟେ ଆଶ୍ରମ ସେ କରିବେ। ରାଜା ଘର ଭିତରେ ରହିକିରି ଠାକୁର ପୂଜା କରେ। ଯେତେବେଳେ ତାଙ୍କର କର୍ମଚାରୀ ମାନେ ତାଙ୍କୁ ଖବର ଦେଲେ ଯେ ତମେ ଆପଣଙ୍କୁ କିଏ ଅପେକ୍ଷା କରିଛି, ଆପଣ ପୂଜା ସାରିଲେ ତାକୁ ଦେଖା କରିବେ। ଅହଙ୍କାରଟା ଯୋଉଠି, ରାଜକୀୟ ଆଡ଼ମ୍ବରଟା ସେ। ଯୋଉଠି ଅହଙ୍କାର, ଯୋଉଠି ଇଚ୍ଛା, ସେଇଠି ରହିଛନ୍ତି ଯେମିତି ଜଙ୍ଗଲର ସିଂହ। ଇଏ ସମାଜର ଅହଙ୍କାରୀ ମାନେ ହଉଛନ୍ତି ପ୍ରତ୍ୟକ୍ଷ। ଆପଣମାନେ ଦେଖୁଛନ୍ତି ପୃଥିବୀର ଅବସ୍ଥା, କେବଳ ଅହଙ୍କାରକୁ ପାଥେୟ କରି ଆଜି ଗୋଟେ ସୁନ୍ଦର ବିଶ୍ୱର କେତେ ସୁନ୍ଦର ବୈଚିତ୍ର୍ୟକୁ ଆଜି ମାନେ ଧ୍ୱଂସାସ୍ତ୍ର ଦ୍ୱାରା ତାକୁ ଧ୍ୱଂସ କରିବ। ଆଠାରୁ ବଡ଼ ଦୁଃଖ କଣ? ରାଜା ସେତେବେଳେ ପୂଜା କରୁଛନ୍ତି ଠାକୁର। ରାଜକୀୟ ଆଡ଼ମ୍ବରରେ ସେ ପୂଜା କରୁଛନ୍ତି। ଯେତେବେଳେ କର୍ମଚାରୀ ଖବର ଦେଲେ, ସେ ଗୋଟେ ଉତ୍ତର ଦେଲେ, ମତେ ବର୍ତ୍ତମାନ ସମୟ ନାହିଁ, ମୁଁ ଠାକୁର ପୂଜା କରୁଛି। ସେ ବସନ୍ତୁ, ମୁଁ ଗଲେ କଥା। ଅରକ୍ଷିତ ଦାସଙ୍କୁ ଯେତେବେଳେ କର୍ମଚାରୀ ମାନେ ଏଇ ଖବରଟା ଦେଲେ, ଅରକ୍ଷିତ କହିଲେ ରାଜା ଠାକୁର ପୂଜା କରୁଛନ୍ତି ନା କଟକରେ ଘୋଡ଼ା କରୁଛନ୍ତି? ମତେ ସମୟ ନାହିଁ, ମୁଁ ଏଠି ଏତେ ସମୟ ରହିପାରିବିନି, ମୁଁ ଯାଉଛି ରାଜାଙ୍କୁ। ଏ କଥାଟା ନିଶ୍ଚୟ କହିବ। ସେ ପୂଜା କଲା ବେଳେ ଠାକୁରଙ୍କ ପାଖରେ ବଇଥିଲେ ନା କଟକରେ ଘୋଡ଼ା କିଣିବାକୁ ଯାଇଥିଲେ? ରାଜା ଯେତେବେଳେ ଶୁଣିଦେଲେ ଯେ ଅରକ୍ଷିତ କରି ଗୋଟିଏ କେହି ଜଣେ ସନ୍ଥ ସେ ଏଇ କଥା କହିକିରି ଯାଇଛି, ତାଙ୍କ ମନ ଭିତରେ ଆସିଲା ଯେ ସିଏ ପ୍ରକୃତରେ ଜଣେ ସାଧାରଣ ଲୋକ ନୁହେଁ।
ସେ ଗଲେ କୁଆଡ଼େ ସେ ତାଙ୍କୁ ଖୋଜିକିରି ତାଙ୍କୁ ଦଣ୍ଡବତ ଆଗ ଖୋଜିବେ ଗୋଟେ ଦଣ୍ଡବତ ଗୋଟେ ପ୍ରଣାମ କରିବାକୁ ପଡ଼ିବ। ଏ ସବୁ ହଉଛି ଶାସ୍ତ୍ର। ଆମେ ଆପଣଙ୍କୁ ନମସ୍କାର କରିବୁ, ଆପଣ ମାନେ ଆମକୁ ନମସ୍କାର କରିବେ କି ନାହିଁ ସେଟା ଆପଣଙ୍କ, କିନ୍ତୁ ଆମେ କିନ୍ତୁ ଆପଣଙ୍କୁ ନମସ୍କାର ଆମେ ଯେତିକି ନମସ୍କାର କରିବୁ ସେ ସମସ୍ତ ନମସ୍କାର ସେ ଯାଇ ଜଣଙ୍କ ପାଖରେ ପହଞ୍ଚ। ଆମେ କାହାରିକି ନମସ୍କାର କରୁନୁ, ନମସ୍କାର କରୁଛୁ ସେଇ ନିରାକାର ମହାନ ଶକ୍ତି। ଗୀତାରେ ସେ ପରିଷ୍କାର ଲେଖିଲେ ତଦବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବ। ପ୍ରଥମେ ଜଣେ ସାଧୁ କି ବ୍ରାହ୍ମଣ, ଶିକ୍ଷକ, ପୁରୋହିତ କିମ୍ବା ତୁମର ଗୁରୁଜନ, ତୁମେ ଯେତେବେଳେ ତାଙ୍କୁ ଦେଖିବ ପ୍ରଥମେ ତାଙ୍କୁ ନମସ୍କାର ଦିଅ। ଗୀତାର ଗୋଟିଏ ଶ୍ଲୋକ ଆଉ ଗୋଟିଏ ଶ୍ଲୋକରେ କହିଲେ ପତ୍ରଂ ପୁଷ୍ପଂ ଫଳଂ ତ୍ୱୟଂ ଯୋ ମେ ଭକ୍ତ୍ୟା। ତମ ପାଖରେ ଯାହା ଅଛି ତୁମେ ତାକୁ ମତେ ଅର୍ପଣ। ଯଦି ତମ ପାଖରେ ତୁଳସୀ ପତ୍ର ନାହିଁ କି ବେଲ ପତ୍ର ନାହିଁ ତାହେଲେ କରପତ୍ର ଯୋଡ଼ିକିରି ନମସ୍କାର ଟିକେ କର, ସେତିକିରେ ମୁଁ ଖୁସି। ପତ୍ରଂ ପୁଷ୍ପଂ, ଯଦି ତମ ପାଖରେ ଏମିତି ଭଲ ଭଲ ଫୁଲ ନାହିଁ, ସୌନ୍ଦର୍ଯ୍ୟପୂର୍ଣ୍ଣ ଫୁଲ ନାହିଁ, ଯଦି ତମ ମନଟା ସୁମନ, ତୁମେ ଗୋଟେ ଭଲ ମନରେ ଯଦି ଜଣକୁ ସ୍ୱାଗତ କରୁଛ, ସେଇ ଗୋଟାକ ହଉଛି ଫୁଲ। ଫଳ, ତମ ପାଖରେ ପଇସା ନାହିଁ ଫଳ ମୂଳ ରସଗୋଲା ପିଠା କିଣିବା ନଥାଉ। ଇଏ ଜୀବନ ହଉଛି ଇଏ ଜଗତର ସର୍ବଶ୍ରେଷ୍ଠ। ଯେଉଁ ପୁଅ ଝିଅ ମାନେ ମୋର ଏଠି ବସିଛନ୍ତି ବା ଅପେକ୍ଷା କରିଛନ୍ତି, ସେମାନେ ନିଜକୁ ସବୁବେଳେ ବୁଝନ୍ତୁ ସେମାନେ ଗୋଟେ ପରିବାର ରୂପକ ବୃକ୍ଷର, ସେମାନେ ହେଉଛନ୍ତି ସୁନ୍ଦର ଫୁଲ। ସେମାନେ ଯଦି ନିଶା ଖାଇବେ, ମାଦକ ଖାଇବେ, ଅସମୟରେ ଖାଇବେ, ଅସମୟରେ ଶୋଇବେ, ଗୁରୁଜନଙ୍କୁ ଦେଖିଲେ ସିଗାରେଟ ଟାଣିକି ତାଙ୍କ ମୁହଁକୁ ଛାଡ଼ିବେ, ଆଉ ଆମେ ଏମିତି ଗୋଟେ ମଦ ଖାଉଛୁ ବା ଏମିତି ଖାଇପାରୁ, ଏଇ ବାହାଦୁରୀ କି ଦେଖେଇବା ପାଇଁ ଯଦି ପ୍ରକୃତରେ ସେ ମଦ ପିଉଥିବେ ତାହେଲେ ସେ ଫୁଲଟା କଣ ହବ? ସେ ମଉଳି ଯିବ। ସେ ଫୁଲ କାହାରି ସେବାରେ ଲାଗିବନି। ଓଡ଼ିଆ ମୁଁ ଛୋଟ ସଙ୍ଗୀତରେ ମୁଁ ଲେଖିଛି, ମଉଳି
ଏ ମଣିଷ ଛୁଆ ମୁଁ ବିଲୁଆ କୁକୁର ଛେଳି ମେଣ୍ଢାକୁ କହୁନି, ତାଙ୍କୁ କିନ୍ତୁ ଭଲ ପାଉଛି। ଯତ୍ର ଜୀବ ତତ୍ର ଶୈବ। ଆମେ ଗଛ କାଟିକିରି ଶିବ ମନ୍ଦିର କରୁଛୁ, କିନ୍ତୁ ଆମେ ଜାଣିନୁ ଗଛ ହଉଛନ୍ତି ପ୍ରତ୍ୟକ୍ଷ ଶିବ, ଜଙ୍ଗଲ ହଉଛନ୍ତି ପ୍ରତ୍ୟକ୍ଷ କୈଳାସ। ଏଠି ଆମେ ଯିଏ ବଇଛୁ ମଣିଷ ଛୁଆ। ଭଲ ମଣିଷ କେମିତି ନୁହଁ? କଣ ନିଶା ମାଦକ ଖାଇଲେ ଭଲ ମଣିଷ ହୁଅନ୍ତି? ସ୍ୱାମୀ ଶିବାନନ୍ଦ କହିଲେ ବି ଗୁଡ୍ ଡୁ ଗୁଡ୍, ଭଲ ହୁଅ, ଭଲ କାମ କର, ଆଡେ ସାଡେ କାହିଁ ମନ। ସାଇରାମ ଗୋଟେ ସୁନ୍ଦର ଭୁଲରେ ଗାଇଲେ, ମାନସ ଭଲ চিন্তা করিবে কଣ କହିବାକୁ ବୋଲିଥିଲେ? ସିଏ ଯାହା ଲେଖିଥିଲେ ଆମେ ପ୍ରକୃତରେ ସେଇଠି ଅଛୁ। ମାନସ ଭଜରେ ଗୁରୁଚରଣ, ଆମେ ସକାଳୁ ଉଠିଲୁ ସାରା ଦବାକୁ, ସେଠି ଯାଇ ପହଞ୍ଚିକିରି ମା 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 ଯେତେ ବଡ଼ ପାଖରେ ସାତ ପାଖରେ କହିବ। କିନ୍ତୁ ଆପଣମାନେ ଚିନ୍ତା କରନ୍ତୁ, ସେଠି ମା କହିବା ପୂର୍ବରୁ ତମ ଘର ଭିତରେ ଯୋଉ ମାଟି ଥିଲା, ସିଏ ଖାଇବା ପାଇଁ ବଞ୍ଚିବା ପାଇଁ ଟିକେ ଖାଦ୍ୟ ଆଉ ଔଷଧକୁ ଅପେକ୍ଷା କରିଦେଲା। ତାକୁ ତୁମେ ଦେଇଛ ନା ଶାଳାଙ୍କ ପାଖରେ ଭୋଗ କରିଛ? କେଉଁ ଶାଳଟା ତମକୁ ବର ଦେବେ? ମୋର ତ ଦେଖା ହେଲେ ମୁଁ ତାଙ୍କ ନାଁରେ ମୋକଦମା କରିବି। ଏ ଦୁନିଆରେ ଭଗବାନଙ୍କର ପ୍ରଥମ ଅବତାର କି? ଆମର କଣ କୁହାଯାଉଛି ସେ ମୀନ ଅବତାର, କଚ୍ଛପ ଅବତାର। ସିଏ ଅବତାର ମାନେ ସବୁ କହିବାକୁ ଗଲେ ମୋ ପାଖରେ କିନ୍ତୁ ପ୍ରକୃତ ଅବତାର, ପ୍ରଥମ ଅବତାର ହଉଛନ୍ତି ପିତା ଆଉ ମାତା, ସୂର୍ଯ୍ୟ ଆଉ ଧରିତ୍ରୀ। ଆମେ ଯେକୌଣସି ମନ୍ଦିରକୁ ଗଲେ ବି ଆମେ ପଢୁଛୁ ତୁମେ ମୋ ମାତା ପିତା। ବନ୍ଧୁ ତୁମେ ସଖା ତୁମେ ସବୁ କାର୍ଯ୍ୟରେ କଣ କରୁଛ? ଏଣୁ ଏଠି ମୋର ମା ମାନେ ବସିଛନ୍ତି, ଛୁଆ ମାନେ ମୋର ବସିଛନ୍ତି, ପୁଅ ଝିଅ ମାନେ। ମୋର ବିନମ୍ର ନିବେଦନ, ମୁଁ ଜଣେ ପ୍ରବର୍ତ୍ତକ ନୁହେଁ। ଚିନ୍ମୟ ବାବୁ କହିସାରିଛନ୍ତି, ସେ ଆଶ୍ରମରେ କିଛି ଦିନ କଟେଇଛନ୍ତି, 15 ଦିନ ମାସେ ମନେ ପଡୁନି, କଟେଇଛି ମାସେ।
ମୁଁ ଜୀବନରେ ସେ ସବୁ କଥା କୋଉଠି ଗୋଟେ କ'ଣ ମତେ ଅର୍ଥ ମିଳିବ ମୁଁ ସେଠିକି ପ୍ରବର୍ତ୍ତନ ଦେବି ସେ ସବୁ କଥା ମୋ ପାଖରେ କିଛି ନାହିଁ। ମୁଁ କେବଳ ସେଇ ପରମାତ୍ମାଙ୍କର ସନ୍ଦେଶ ଆପଣମାନଙ୍କୁ ଦେବା ପାଇଁ ଚାହେଁ। ବୈକୁଣ୍ଠ ସମାନ ରାଜସ୍ଥାନରୁ ଜଣେ ଚାଲି ଚାଲିକି ଜଗନ୍ନାଥଙ୍କ ମନ୍ଦିରକୁ ଆଉଥିଲା। ବାଟରେ ଦେଖିଲା ଗୋଟେ ପୁଷ୍କରିଣୀରେ ସୁନ୍ଦର ପଦ୍ମ ଫୁଲ ଗୋଟେ ଫୁଟିଛି। ସେଇ ପଦ୍ମ ଫୁଲଟିକୁ ସେ ପୁଷ୍କରିଣୀରୁ ଆଣି ତାକୁ ଗୋଟେ କାନି ଭିତରେ ଗଣ୍ଠି ପକେଇ କାନ୍ଧରେ ପକେଇ ଚାଲିଲା। ଶ୍ରୀକ୍ଷେତ୍ରରେ ପହଞ୍ଚିଲା ବେଳକୁ ମାସେ ଖଣ୍ଡେ ଗତ ହେଇଗଲା। ଆସି ପହଞ୍ଚିଲା ତ ପ୍ରଥମେ ରାଜସ୍ଥାନର ଯେ ସେବକ ଥିଲେ ତାଙ୍କୁ ସେ ପଦ୍ମ ଫୁଲଟିକି ଦେଲା। ଏଇ ଫୁଲଟିକୁ ନେଇକି ଟିକେ କାଳିଆ ପାଖରେ ଟିକେ ଦେଲେ ଜୀବନ ସାର୍ଥକ ହବ। ସେବକ କିନ୍ତୁ ଏମିତି ତାଙ୍କୁ ଚାହିଁଲା ଯେ ସେ ଡରିକି ଛାନି ହାରିଗଲେ। ଏମିତି କରି ଚାହିଁଲେ ଇଏ ଫୁଲ ମାସେ କି 2 ମାସ ପୂର୍ବରୁ ତୋଳିକି ତୁ ଆଣିବି ଜଗନ୍ନାଥ ଏହାକୁ କିଣିବି, ଏହା କରି ସେ ଫୁଲକୁ କିଣିଦେଲା। ସେଇଦିନ ରାତିରେ ଭକ୍ତ ବହୁତ କାନ୍ଦିଛି। এইটা ବି ମନେ ରଖିଥାନ୍ତୁ, ଦୁଃଖରେ କାନ୍ଦିବା ସମସ୍ତେ କାନ୍ଦନ୍ତି, କିନ୍ତୁ ଯେଉଁମାନେ ପ୍ରେମରେ କାନ୍ଦନ୍ତି, ଆଜି ପୁଅଟି ବହୁତ ଦୂରରେ ଅଛି, ତାର ଆଜି ମନେ ପଡିଛି ତା ବାପା ମାଙ୍କ କଥା, କାନ୍ଦି ପକେଇ। ବାପା ମା ଗାଁରେ ଅଛନ୍ତି, ତାଙ୍କର ମନେ ପଡି ଯାଇଛି ତାଙ୍କର ପୁଅ ଝିଅ। ସେଇ ଯୋଉ ଆଖିରୁ ପ୍ରେମାଶ୍ରୁ ନିର୍ଗତ ହେଇଗଲା, ଆମର ବିଜ୍ଞାନ ମଧ୍ୟ ପ୍ରମାଣ କରୁଛି ତାର ହୃଦରୋଗ ବା ରକ୍ତଚାପ ରୋଗ ତାର ମାନେ ହବାଟା କଷ୍ଟ। প্রেমে অছি যে ତମେ ସବୁ ଯୋଉ ପିଲା ସବୁ ପ୍ରେମ କଥା ଗପୁଛ ସେଗୁଡାକ ପ୍ରେମ ନୁହଁ, ସେ ହଉଛି ବିକାର। ଯେମିତି କଣ ଖାଇଲ, ବିରିୟାନୀ ଖାଇଲି, ଅମୁକ ଖାଇଲି, ଢମୁକ ଖାଇଲି, କେତେ ଏତେ ପ୍ରକାର ଖାଇବ, କିନ୍ତୁ ସକାଳୁ ଏଗୁଡ଼ିକ ସକାଳୁ ସିଏ ରୂପ ଆଉ ଦେଖିବନି, ଏ ଯୋଉ ମଳମୂତ୍ର ଆକାରରେ ବାହାରେ। ତେଣୁ ସଜ୍ଜନ ପ୍ରେମ ହଉଛନ୍ତି
जीवन को गोटे निर्दिष्ट नियम परिचालित कर जितेबाला मन से उठब जो मन से खाइब ये सब वो सब बड़े उदार हो जड़े दुखरे पड़ी कि जड़े किसी तुमको मागुची आपण कहे हम दियंती जे किंतु आज तो गुरुवार आ संक्रांति मुझे गुरुवार संक्रांति बेसी दब ये माँ मान कौन गुरुवार दिन देले लक्ष्मी पड़े से अतिथि फेरीगला पर तुम पेट जदि कामुड़ा डाक्तरखाना को जीव कि ना डाक्तर को पुणी पैसा दब कि ना मेडिसिन स्टोर को मेडिसिन किणव कि तेणु अंधविश्वास ये आज आम धर्म आ समाज को पूरा कलुषित एवं भी अंधार कर गोटे पितृपिता किए दुनिया चलीगले निर्देश होची ग्रामर अधिवासी मैंने कहते कि किए कहते गोटे वर्ष पर्यंत तमें कौन मंदिर को जापर अच्छा माँ ये शिक्षाविद अंचल ये हूँ आपण मैंने जो अंचल मुझे अंचल आम समस्त जगतसिंहपुर लोक मैंने शिक्षाविद अंचल लोक आप चिंता करूँ मोर बापा चली जाइए कि माँ चली जाइए मु बेसी बेसी मंदिर को जी मंदिर को गले मंदिर जो ठाकुर को दंडवत है मो बापा कथा मन पड़े मो माँ कथा मन से गोटा कहूँ बाप माँ ये सब कथा कहबार उद्देश्य आज अनेक अंधविश्वास आमको घोड़े माँ मान कथा चिन्ह कहते तमर स्वामी जनकर स्वामी मरीगला दिन से मरी था आज मला कौन अटे मरीगला सी मुर्दार दुआर मोरू दुआर मोरू तलू बारटा गला बेलू एपटे गोटे लोक किए बही से मारी आस मारी आसी सिंदूर को लिभेब काच को भांग धड़ा वस्त्र पिंधा तेणु सज्जन यार बड़ी ये हूँ आप जानी सब जानी आमर हलदी कियारी नरबली राजस्थान शक्ति दाह जबरदस्ती नारी की मारुले वर्तमान भी आपण मैंने जहाँ कर ये भी शक्ति दाह प्रदान किसी कम कथा दुनिया जदि मानव क्या मानव सी हूँ माँ माँ माने कौन मुक्त कहले मस्तिष्क ये मस्तिष्क भीतर कौन अच्छी तीनोटी जिनिस तीनोटी रत्न अच्छी बुद्धि विवेक ज्ञान बले
ମୋ ପିଲାଦିନୁ ମୁଁ ଶୁଣୁଛି, ମୋ ପିଲାଦିନୁ ମତେ ସବୁ ଗୁରୁଜନମାନେ କହିଛନ୍ତି ଠାକୁରଙ୍କର ଚାରିଟା ହାତ। ଆଚ୍ଛା, ଏଇ ଠାକୁରଙ୍କର ଚାରିଟା ହାତ, ତାହେଲେ ସେ ଗାଧୁଆ ପାଧୁଆ କେମିତି କରୁଛନ୍ତି? ଚାରିଟା ହାତରେ ସବୁ ଠିଆ ହେଲେ ଆଉ ସିଏ ପୁଣି କାଳେ ଧରିଛନ୍ତି ଶଙ୍ଖ, ଚକ୍ର, ଗଦା ଆଉ ପଦ୍ମ। କାହିଁକି ଧରିଛନ୍ତି? ଯୋଉ ଶଙ୍ଖକୁ ଠାକୁର ବଜଉ ନାହାନ୍ତି ସେପରି ଗୋଟେ ଶଙ୍ଖ କାହିଁକି ଧରିଛନ୍ତି? ଏଇ ହଉଛି ସନାତନ ସଂସ୍କୃତିର ମହାନ କଥା। ଆଗେ ଦେଖନ୍ତୁ ଠାକୁରଙ୍କର ଚାରି ହାତ, ଇଏ ଚାରି ହାତରେ ଧରିଛନ୍ତି ଶଙ୍ଖ। ଏଠି ଭାଗବତ ସପ୍ତାହ ଆରମ୍ଭ ହେଲା, ଅମୁକ ତାରିଖରେ ଆରମ୍ଭ ହବ, ବ୍ୟାସ ରୂପରେ ଅମୁକ ସନ୍ଥ ତା ଦାୟିତ୍ୱ ନେବେ। ଏଇ ଗୋଟିକ ହଉଛି ସନ୍ଥ। ଭଲ କର୍ମ କରିବା ପାଇଁ ପୁଅ ଝିଅ ମାନେ ମନେ ରଖ, ଭଲ କର୍ମଟିଏ କରିବା ପାଇଁ ଯେତେବେଳେ ଆମେ ସଂକଳ୍ପ ନବା ସେତେବେଳେ ଶଙ୍ଖ ବାଜିବ। ଚକ୍ର, ଆମେ ଯୋଉ କର୍ମ କ୍ଷେତ୍ରରେ କର୍ମ କରୁ ସେଇ ହଉଛି ଆମର ଚକ୍ର। ଭାଗବତରେ ପରିଷ୍କାର କରି ଗୋଦେବ କର୍ମ ପାଦେ ସେବା बत्तीदाता। बत्तीदाता किए? ये नाबे गुरु कर्म व्यास व्यास नना कही ना सी भाई अमुक गाँव से अमुक नना पुओ या कौन हो तुम सब विचार दासाय विष्णुरूपाय दासरूपाय विष्णु नमः शास्त्र निंदुक विप्र निंदुक संथ निंदुक पितृमातृ निंदुक ये गोटे कथा भल बाप माँ हवापे संकल्प आज तुम्हें जो पुओ झी हो तमें दिने बाप माँ हो आज थारू भल बापा भल माँ भल भाई भल भौणी एमती हेले हम ना खाली राम राम मंदिर खाली राम मंदिर कौन देखुं आप राम
ଲକ୍ଷ୍ମଣ ସୀତା। ରାମ ଶବ୍ଦର ଅର୍ଥ କଣ? ଆନନ୍ଦ। ଆପଣମାନେ ଭାଗବତରେ ସବୁଦିନ ବୋଧେ ପଢୁଥିବେ, ପ୍ରଜ୍ଞାନଂ ଆନନ୍ଦଂ ବ୍ରହ୍ମ, ଏ ବେଦାନ୍ତ ଦର୍ଶନ। ଭାଗବତରେ ଆମେ ପଢୁ କଣ? ଗୋବିନ୍ଦ ଗୋବିନ୍ଦ ବାତ୍ୟାରେ ବହୁ ଦେଶରୁ ବହୁ ରାଜ୍ୟରୁ ସବୁ ଆସିଲା, ମାନେ ରିଲିଫ ସବୁ ଆଣିଲା। ମତେ କିଏ ପଚାରିଲେ ଇଏ ପଞ୍ଜାବରୁ ଆଇଛି, ଆମରୁ ଆଇଛି। ମୁଁ ସେଇ କୋଉ ମଠ, କୁଞ୍ଜକୋଟି ମଠ, ମୁଁ ସେଇ ସେ କଥାଟା କହିଥିଲି। ତମେ ଭାବୁଛ ରାଜସ୍ଥାନରୁ ଆଇଲା, ସେ ବିହାରରୁ ଆଇଲା। ପ୍ରାକୃତିକ ବିପର୍ଯ୍ୟୟ ବେଳେ ଯେ ଅସହାୟ ମଣିଷକୁ ସହଯୋଗର ହାତ ବଢ଼ା, ସାହାଯ୍ୟର ହାତ ବଢ଼ା, ସେଇ ହଉଛନ୍ତି ଆମ ପାଇଁ ଗୋବିନ୍ଦ। ଆପଣଙ୍କ ଏଇଟା କେମିତି କଣ ବଢିଆ କହୁ ଭାବିକିରି ମୁଁ ଯାହା କହିଲି, ଆଉ ଗୋଟେ ଗୋଟେ ପାଠ ପଢେଇଲି। ଯେତେବେଳେ ମୁଁ ସେ କଥା ପ୍ରସଙ୍ଗ ଆଡ଼କୁ ଯିବା ପାଇଁ ମୁଁ ଚାହୁଁନି, ସେ ଆଲୋଚନା ହେଇଥିବ। ସକାଳୁ ସକାଳୁ ଗୋପପୁରରେ ସବୁ ମାନେ ଦୁଆର ଦୀପା ହେଇକି ପିତା ପିତା ଇଏ ତ ଅତି ଗୁରୁଗୁରିଆ ଠାକୁର। ଏଇ ଯୋଉ ଆମ କୃଷ୍ଣ, ସେ ତ ମାନେ ଅତି ସୁନ୍ଦର ଠାକୁର, ଯାହାକୁ ବର୍ଣ୍ଣନା କରିଛନ୍ତି ଅଧରଂ ମଧୁରଂ। ଧୀର ନିଧି ବୁଦ୍ଧ ନିବାସ ସମସ୍ତଙ୍କୁ ପଚାରିଲେ ଏଇଟା କାହିଁକି, ଏଇଟା କଣ? ଏଇଟା ବା ହଉଛି ଚିତା। କୋମରେ କଣ ପାଇଁ? ପବିତ୍ର ହେବା ପାଇଁ। ଇଏ ଯୋଉ ସେ ପବିତ୍ର ଆକୁ କାହିଁକି ଆଜି କରିଛ? ଆଜି ତ ସେମିତି କିଛି ଭଲ ଦିନ ନାହିଁ। ସମସ୍ତେ ଗୋଟିଏ କଥା କହିଲେ, ଗୋପପୁରରେ ମେଘ ହବ। କୃଷ୍ଣ କହୁଛନ୍ତି ଗୋପପୁରରେ ଯଦି ମେଘ ନହେଲା, କଣ ଏଇ ଗୋବର ଚିତା ଏଇ ସବୁ ମେଘ ଦେବେ? ନା ନା ନା, ସିଏ ଦେବେନି। ମେଘ ଇନ୍ଦ୍ର ଦେବତା ଦେବେ। ତାଙ୍କ ଘର କୋଉଠି? ଇଏ ଉପରେ ହଉଛନ୍ତି। ଆଉ ସବୁ ଏ ପୂଜାକୁ ବନ୍ଦ କର, ଚାଲ ସମସ୍ତେ ମିଳିମିଶି ଗୋବର୍ଦ୍ଧନ ପାହାଡ଼
ଗୋବର୍ଦ୍ଧନ ପାହାଡ଼କୁ ଯିବା। ଗାଈ ଗୋରୁ ସବୁ ଧର୍ମିତ। ଗୋବର୍ଦ୍ଧନ ପାହାଡ଼କୁ ଯିବା। ଗୋବର୍ଦ୍ଧନ ପାହାଡ଼ ଯଦି ସୁରକ୍ଷିତ ହେଇ ରହିବ, ସେ ବଣ ଜଙ୍ଗଲ ଯଦି ସୁରକ୍ଷିତ ହେଇ ରହିବ, ଇନ୍ଦ୍ର ଆସିକି ଆପେ ଆପେ ମେଘ ସୃଷ୍ଟି କରିବେ। ତାହା ହିଁ ହେଲା। ମୁଁ ଲମ୍ବଉନି ସେ କଥାଟା, ଭାଗବତରେ ଅଛି। ସେଇ କାମଟା କରିଥିବାରୁ କୃଷ୍ଣଙ୍କୁ ଦେବରାଜ ଇନ୍ଦ୍ର ଦେଲେ ଗୋବିନ୍ଦ। ଇନ୍ଦ୍ର ଗୋବିନ୍ଦ ନାମ। ଠିକ ସେଇଭଳି ସେ କରୋନା ସମୟ ହଉ, ବାତ୍ୟା ବନ୍ୟାର ସମୟ ହଉ, ଦୁର୍ଗତ ମଣିଷକୁ ଯେଉଁମାନେ ସାହାଯ୍ୟ କରନ୍ତି ସେମାନେ ଗୋବିନ୍ଦଙ୍କର କୃପା ଲାଭ। ତେଣୁ ଭଗବାନ ଗୋଟେ ହାତରେ ଶଙ୍ଖ ବଜଉଛନ୍ତି, କାହିଁକି? ଭଲ କାମ କର। ଆଉ ଖିପି ଖୋଲା ମଦ ଦୋକାନ ଖୋଲିଲେ ଭଲ, ପଇସା ଭୋଗ। ସେ ଖିପି ଖୋଲା ହଉ ଖିପି ବନ୍ଦ, ସେ ଚକ୍ର କର୍ମଚକ୍ରରେ ତୁମେ କାମ କର। ସେ ଚାଷ ହଉ ବାଣିଜ୍ୟ ହଉ। ଗୁରୁ ବ୍ରହ୍ମା ଖାଲି କହିଦେଲେ ହେଇଗଲା। ଗୁରୁ ଆମେ ଭାବି ଚିନ୍ତିକିରି ଆମର ଯୋଉମାନେ ପୁରୁଣା ଆମର ଗୁରୁଜନ ମାନେ ବସିଛନ୍ତି, ସେ ହୁଏତ କହିବେ ବ୍ରହ୍ମାଙ୍କ ଘରଟା ହଉଛି ରାଜସ୍ଥାନ, ପୁଷ୍କର କ୍ଷେତ୍ରରେ ଅଛନ୍ତି। ମୁଁ 5 ଥର ଗଲେଣି, ଆହୁରି ବେଶୀ ଗଲେଣି। ବ୍ରହ୍ମା ଯେମିତି ବସିବା ସେମିତି ବସିବା, ଟିକେ ହଲ ଚଲବି ଲୋକ। ତେଣୁ ସଜ୍ଜନ ଗୁରୁ ବ୍ରହ୍ମା, ସିଏ ହଉଛନ୍ତି ମାର ଗର୍ଭ। ଗୁରୁ ବିଷ୍ଣୁ, ସିଏ ହଉଛନ୍ତି ବାପାଙ୍କର ଶାସନ, ଶିକ୍ଷକର ଶାସନ, ବୁଦ୍ଧିଜୀବୀ ମାନଙ୍କର ରୂପ। ଗୁରୁଦେବ ମହେଶ୍ୱର ଆଜି ଏମିତି ଗୋଟେ ମହାନ କାର୍ଯ୍ୟ ଆପଣ କରୁଛନ୍ତି, ମୋ କଣ୍ଠ ଫିଟୁନି, ମୁଁ ଖାଇପାରୁନି କି ପାଣି ବି ପିଇ ପାରୁନି, କିନ୍ତୁ ମତେ ଆସିବାକୁ ହେଇଛି। ମୁଁ ଏଠିକି ଆସିକିରି କଣଟା ପାଇବି? କଣଟା ମୁଁ ପାଇବି? ଇଏ ଫୁଲମାଳ କେତେ ଖଣ୍ଡେ ଆପଣ ନେଇଛନ୍ତି, ଆକୁ କଣ ସିଝେଇକିରି ଖାଇବି? ଗୁରୁଦେବ ମହେଶ୍ୱର, ଆପଣ ମାନେ ସମସ୍ତେ ହଉଛନ୍ତି ମହେଶ୍ୱର। ଗୀତା କହିଲେ ବିଦ୍ୟା ବିନୟ ସମ୍ପନ୍ନ ବ୍ରାହ୍ମଣେ ତେଣୁ ଗୁରୁଦେବ ମହେଶ୍ୱର। ତାପରେ କହିଲେ ଗୁରୁ ସାକ୍ଷାତ ପରମ ବ୍ରହ୍ମ।
ସିଏ ହଉଛନ୍ତି କିଏ? ଆମ ଜୀବନର ସଦ୍ଗୁରୁ। ଇଏ ଆମ ହାତ ଧରିକିରି ସେଠି ପହଞ୍ଚିଲେ। ଜଗନ୍ନାଥଙ୍କ ପାଖକୁ ଯିବେ, ବହୁ ଶ୍ଳୋକ ଶିଖିଛନ୍ତି ବୋଲିବେ, କିନ୍ତୁ ଗୋଟିଏ ଶ୍ଳୋକ ନିର୍ବାଚନ କରାଯାଇଛି। ସେଇ ଶ୍ଳୋକଟିକୁ ପଢ଼ି ଗୀତାର ବିଭୂତି ପରଂ ଖାଲି ଏତିକି ବି ନୁହଁ, ଗୁରୁ ସାକ୍ଷାତ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ମନ୍ନାଥ ଶ୍ରୀ ଜଗନ୍ନାଥ ଗୁରୁ ଶ୍ରୀ ଜଗତଗୁରୁ ବୋଧାତ୍ମା ସର୍ବଭୂତାତ୍ମା ତସ୍ମୈ ଶ୍ରୀ ଗୁରବେ ନମଃ। हे କିନ୍ତୁ ଧ୍ରୁବ ଗୋଟିଏ ମନ୍ତ୍ର ମା ଠାରୁ ପାଇଛନ୍ତି। ସିଏ ବସିଥିଲେ ବାପାଙ୍କ କୋଳରେ, ତାଙ୍କର ସାମଦାନୀ ଆସିକିରି ଧ୍ରୁବଙ୍କୁ ପେଲିଲେ। ଧ୍ରୁବ, ତୁ ବାପାଙ୍କ କୋଳରେ ବସିବାକୁ ହେଲେ ମୋ ଗର୍ଭରୁ ତତେ ଜନ୍ମ ହବ। ସେ କୋଳରେ କଣ ଅଧିକାର? ଧ୍ରୁବ କାନ୍ଦି କାନ୍ଦି ଆସିଲେ, ମା କାନ୍ଦି କାନ୍ଦିକିରି ଦେଖିଲେ ଛୁଆଟା କାନ୍ଦୁଛି, କାହିଁକି ବାପା ତୁ କାନ୍ଦୁଛୁ? ମତେ ମା କୋଳରୁ ବାହାର କରିଦେଲେ, ତ ମୁଁ କାଳେ ତାଙ୍କ ପୁଅ ହେଲେ ଯେମିତି କରିବେ। ମା ତ ମମତା ବାନାର୍ଜୀଙ୍କ ଭଳି ଜଣେ କଳୁଗୁରି ମୁଖ୍ୟମନ୍ତ୍ରୀ ନୁହନ୍ତି। ତେଣୁ ସିଏ ସାଙ୍ଗେ ସାଙ୍ଗେ ଆମର ଅଣ୍ଟାରେ ଲୁଗା ଭିଡ଼ି ତୁ କଣ କହିବୁ? ମା ହିଁ ମା, ସିଏ କଜିଆ ଲଗେଇବା ପାଇଁ ମାର ଅବତାର ନୁହେଁ। ମା ତୁମେ ମମତା ସୀମା
ପୂର୍ବ କେବଳ ପଚାରିଛି ମାର କୋଳରେ ଶୋଇକିରି ପଚାରିଛି, ମା ଯୋଉ ହରି ବୋଲି କହିଲ ସେ କୋଉଠି ଅଛନ୍ତି? ମା ତାଙ୍କୁ ବୁଝେଇ ଦେଇଛନ୍ତି, ସକଳ ଘଟେ ଆଉ ଗୋଟେ ପଦବୀ କହିଛନ୍ତି, ଇଏ କହିଥାନ୍ତୁ ନ କହିଥାନ୍ତୁ ଆମେ ତ କହିବୁ ଆଉ, ଆମର ଗୋଟେ ଦରକାର ଆଉ। କାଷ୍ଠ ପାଷାଣ ବସନ୍ତି ଶରୀର କାଠର ଦେବତା କିଏ? ଜଗନ୍ନାଥ। ପାଷାଣର ଦେବତା କିଏ? କେନ୍ଦ୍ରାପଡ଼ାର ବଳଭଦ୍ର ଏବଂ ଆମ ଅଞ୍ଚଳରେ ଥିବା ବିଭିନ୍ନ ଶିବଲିଙ୍ଗ। କାଷ୍ଠ ପାଷାଣ, ତାପରେ ତରୁ ଅଶ୍ୱସ୍ଥ ବୃକ୍ଷ ଆଉ ବଟ ବୃକ୍ଷ, ତୃଣ ତୁଳସୀ ଦୁବପତ୍ର। ସେ ବୁଝେଇ ଦେଇଛନ୍ତି ହରି ସବୁଠି ଅଛି। ଇଏ ଯେତେବେଳେ ଯାଉଛନ୍ତି ସେ କଣ ଗାଇ ଗାଇକି ଯାଉଛନ୍ତି? ହରି ଭରସା, ହରି ଭରସା, ହରି ଭରସା, ସେ ବି କୋଉଠି ଅଛନ୍ତି? ସଂକ୍ଷିପ୍ତରେ କହୁଛି, ସେ ସତ୍ୟ ଯୁଗରେ ନର, ତ୍ରେତୟା ଯୁଗରେ ରାମ, ହରି ହରି କହିଲେ ହନୁମାନ, ଦ୍ୱାପର ଯୁଗରେ ରାଧା, ହରି ହରି କହିଲେ କଳି ଯୁଗରେ ଗୌର, ହରି ହରି। କେମିତି ଲେଖିଛନ୍ତି? ଅତି ବଡ଼ି ଜଗନ୍ନାଥ ଦାସ ଲେଖିଛନ୍ତି, ନମୋଇ ନୃସିଂହ ଏକାଗ୍ରତାରେ ସନ୍ତୁଷ୍ଟ ହେଇ ଦେବର୍ଷି ନାରଦଙ୍କୁ ପଠେଇଲେ। ନାରଦ କିଏ? ସେ ବି ଗୋଟେ କଥା। ନାରଦ କାଳେ ଆଗରୁ ଢିଙ୍କି ବାହାରିଲେ କାଳେ ବୁଲଉଛନ୍ତି,
ପୁରାଣରେ ଲେଖା ଢିଙ୍କି ବାନ୍ଧି ଯଦି ବୁଲୁଥିଲେ ଢିଙ୍କିରେ କେଉଁଠି ବୁଲିବ ପୁରା ଢିଙ୍କି ଭଳିଆ ହେଇଥିବ। ଏବେ କୁଆଡେ ଗଲେ ସବୁ ଯୁଗରେ ତ ନାରଦ ଅଛନ୍ତି ଆଉ ଇଏ ଯୁଗରେ ଆମକୁ ସବୁ ଡରିକି ପଡେ କିଏ ସମସ୍ତଙ୍କ ହାତରେ ଛୁରୀ ବମ୍ ଚରସ ଆଉ ସବୁ କେତେ କଥା ଆଉ ସେନେକି ଲୁଚିକିରି ଗୋଟେ ଅଛନ୍ତି। ଏତିକି ମନେ ରଖ ତତ୍ତ୍ୱ ଜାଣିଲେ ଯେଉଁ ବୟସ୍କ ବ୍ୟକ୍ତି ମାନେ ଅଛନ୍ତି ସେଇମାନେ ହଉଛନ୍ତି ନାରଦ। ତାଙ୍କ ଦାନ୍ତ ସବୁ ଦୁର୍ବଳ ହେଇଗଲା ଏଣୁ ତାଙ୍କୁ ଟିକେ ଭଲ ମନ୍ଦ ଜିନିଷ କରିକି ଖାଇବାକୁ ପଡିବ। ଆଉ ଖାଲି କୃଷ୍ଣ କୃଷ୍ଣ ଜପିଲ ଇଏ ଗଲା ନାରଦ ଇଏ ଗୋଟେ ପ୍ରକାର ନାରଦ। ଆଉ ନାରଦ କିଏ ଯେଉଁମାନେ ଉପଯୁକ୍ତ ସାମ୍ବାଦିକ ସମ୍ବାଦ ପରିବେଷଣ କରନ୍ତି ସେମାନେ ହଉଛନ୍ତି ନାରଦ। ତାପରେ ଆଉ ନାରଦ କିଏ ସିଏ ନାରଦ ହଉଛନ୍ତି ଆମେ ଆସିଲା ବେଳେ ଯୋଉ ବାବୁ ମାନେ ଯୋଉ ମୁଁ ଦେଖିନି ମତେ ଦେଖାଯାଉ ନା ମୁଁ ଶୁଣୁଥିଲି ଯୋଉ କୀର୍ତ୍ତନ କରି ଉଚ୍ଛ୍ବସିତ ସ୍ୱରରେ এই অঞ্চলର ଯୁବକମାନେ କୀର୍ତ୍ତନିଆ ମାନେ ମୁରବୀ ମାନେ ମୁଁ ଗୋଟେ କି ଲୋକ ମୁଁ କଣ ଆପଣଙ୍କୁ କୋଉ କଣ ଚାଉଳ ଯୋଜନା ତ ସଇଲାଣି ମୁଁ କଣ ଆପଣଙ୍କୁ ବିଧି ଯୋଜନା ଦେବି ନା ମାଣ୍ଡିଆ ଯୋଜନା ଦେବି ଆପଣମାନେ ଗୋଟେ ଗାଁ ଦାଣ୍ଡକୁ ମାନେ ପୁରା ଆଜି ମାନେ ଭଗବାନ ନିଜେ କହିଛନ୍ତି ଆଉ ନାହଂ ତିଷ୍ଠାମି ଯୋଗୀନାଂ ଆଜି ଏ ଅଞ୍ଚଳରେ ଜଗନ୍ନାଥ ଏଇ ତ ଅଛନ୍ତି ଆଉ ମୁଁ ସବୁକୁ ଛାଡ଼ି ଦେଇ ଯେଉଁଠି ନାମ କୀର୍ତ୍ତନ ହୁଏ ମୋ କଥା ଆଲୋଚନା ହୁଏ ମୁଁ ସେଇଠି ଜାଣି ପହଞ୍ଚି। ତାହେଲେ ଏ ଯୋଉ ଧ୍ରୁବ ଯୋଉ ହରି କହିଲେ ପ୍ରଥମ ହରି ନୃସିଂହ ପିଲାମାନେ ମୋର କହୁଥିଲେ ବାବା ସେଟାକେ ଆସିଲା ନା ଏବାଟେ ଆସିଲା ଆଳତି ଚାଲିଥିବ କେବେ ଦ୍ୱିତୀୟରେ ହଉଛନ୍ତି ରାମଙ୍କ ସହିତ ଯିଏ ଲୀଳାରେ ସହାୟ ହେଇଥିଲେ ସିଏ ହଉଛନ୍ତି ହନୁମାନ। ତୃତୀୟ ହରି ହଉଛନ୍ତି ନିଜେ ଭଗବାନ କୃଷ୍ଣ। ଚତୁର୍ଥରେ ହଉଛନ୍ତି ପ୍ରେମାବତାର ମହାପ୍ରଭୁ ଚୈତନ୍ୟ ये सुदूर नवद्वीपरू कीर्तन करी करी जगन्नाथ क्षेत्र में प्रवेश तेणु ये जत हरि हरि डाकुଛନ୍ତି भगवान मंगलमय खाली कहीदेले मंगलमय मंगलमय
ସତ୍ୟ ତାହେଲେ ଆମ ଦୁଃଖକୁ ସେ ହରଣ କରିବାକୁ ବାଧ୍ୟ। ଯାଅ ମନ୍ଦିରକୁ କୁହ, ମନ୍ଦିରରେ ବିରୋଧୀ ସେ ଜଗନ୍ନାଥଙ୍କୁ କହ କି ବଳଦେବଙ୍କୁ କୁହନ୍ତୁ ଆମ ରାଧାମାଧବଙ୍କୁ କହିଲେ ବି ହବ, ଭାଗବତ ବାସୁଦେବଙ୍କୁ କହିଲେ ବି ହବ। ମୁଁ ଆଜି ଗୋଟେ ଛୋଟିଆ ଅନୁଭୂତି ମୋର କହୁଛି, ମୁଁ ଲମ୍ବଉନି, ମୋ କଥାଟା ଭାରି ଲମ୍ବା ହେଇଛି। ମୁଁ ଚାହିଁଲେ ମାନେ ତାକୁ ସଂକ୍ଷିପ୍ତ କରିପାରେ। କଣ କରିବା କଥା ମୁଁ ପଢିଛି କହିଲା ଆଉ ଏଇ ଭାଗବତ ମୂର୍ତ୍ତି ଗୋଟେ ଆମର ହରିଲ ଆଶ୍ରମ ପାଖରେ ଗୋଟେ ଗାଁ ଅଛି ଗଡ଼ଭଦ୍ରା। ସେଇ ଗାଁର ଗୋଟିଏ ପିଲା ଭରତ ବିଶ୍ୱାଳ, ସେ ମୋ ସାଙ୍ଗରେ ପାଠ ପଢୁ। ସିଏ ଥରେ ମଧ୍ୟାହ୍ନ ପରେ ଡାକିକି ନେଲେ ତାଙ୍କ ଘରେ ଆମେ ଖାଇଲୁ। ସବୁ କଣ ଗୋଟେ ଖାଇଲୁ, ଖାଇକି ଯେତେବେଳେ ଆସିଲୁ ତାଙ୍କ ନିଜର ଗୋଟେ ଭାଗବତ ଟୁଙ୍ଗି ଉଠିଲା, ଏବେ ବି ଅଛି। ସିଏ ମୋତେ ଚିହ୍ନେଇ ଦେଲେ ଏଇ ହଉଛି ଆମ ଭାଗବତ। ମୁଁ ସେ କବାଟଟାକୁ ମେଲା କରିଦେଲି। ଆଜି ବି ଆପଣମାନେ ତାକୁ ବିଶ୍ୱାସ କରନ୍ତୁ ବା ନ କରନ୍ତୁ, ଗୋଟିଏ ଏମିତିଆ କୁସୁମ ଫୁଲଟି ସେ ପୋଥି ଉପରେ ଥୁଆହେଇଥିଲା, କିନ୍ତୁ ବଳିଆ ସୁସ୍ପଷ୍ଟ ଭାବରେ ଦେଖୁଛି ସେ ଭାଗବତ ପୋଥି ନୁହନ୍ତି, କେହି ଜଣେ ବସିଛି, ସେ ଫୁଲମାଳକୁ ମୁଣ୍ଡରେ ଖୋଜିକି ମତେ ଏତେ ଡର ମାଇଲା ଯେ ମୁଁ ପଳେଇ। ସେଇଦିନ ଗୋଟେ ଗୀତ ମଧ୍ୟ ଆଜି ବି ବୋଲୁଛି, ଜୟ ଭାଗବତ ଜୀବନରେ ଯଦି ଆପଣମାନଙ୍କର ପ୍ରକୃତରେ ଭାଗବତ ସପ୍ତାହ ପ୍ରତି ଯଦି ନିଶ୍ଚୟ ଥିବ, ଯଦି ଏହାକୁ ପାଳନ କରିବା ପାଇଁ ଆପଣମାନଙ୍କ ମନରେ ପ୍ରବଳ ଉତ୍କଣ୍ଠା ଥାଏ, ଇଏ ପଡ଼ିଆ ଆପଣମାନଙ୍କୁ ମୁଁ ସବୁବେଳେ ଆପଣମାନଙ୍କ କାର୍ଯ୍ୟରେ ଯୋଗଦାନ ଦେଇପାରେ ଚଳିବା। କିନ୍ତୁ ଓମ୍ ନମୋ ଭଗବତେ ବାସୁଦେବାୟ ଏଇ ମନ୍ତ୍ରଟିକୁ ପ୍ରତ୍ୟେକ ଦିନ 12 ଥର ଜପ କରିବେ। ଆଉ ଦିନେ ନା ଦିନେ ଅନୁଭବ କରିବେ ଭାଗବତ ହରି ବା ଭାଗବତ ମୂର୍ତ୍ତି ଆଜି ବି ଜୀବନ୍ତ ହେଇ ଅଛନ୍ତି। ଭା କହିଲେ କଣ ହେଲା, ଭାଟା ତ ମୁଁ କହିଦେଲି ନା କଣ, ଦୁର୍ଜୟ ଦେହ ମୋର ଶୂନ୍ୟ ଅତତ୍ଵ ଭାବେ ମୁଁ ବନ୍ଧ, ଇଏ ହଉଛି ଭା। ଭ ଆଇଲେ ତ ଭା ହବ, ଯଦି ଭଟା ନାହିଁ ଭା କେମିତି ଲେଖା? ସେ ଭଟି କଣ? ଭକତି ଉପୁଜିତ
ଭାଗବତ ଟୁଙ୍ଗି କୋଉଠି ଅଛି ତ ଜଣା ପଡୁନି। ଆପଣ ମାନେ ଏହାକୁ କରିଛନ୍ତି ବୋଲି ମୁଁ ଆପଣମାନଙ୍କ ପାଖରେ କୃତଜ୍ଞ। ମୁଁ ଆପଣମାନଙ୍କୁ 100 ଥର ଧନ୍ୟବାଦ। ଏଭଳି ଅନୁଷ୍ଠାନ କେବେ ବି ବନ୍ଦ କରିବେ। ଇଏ ହଉଛନ୍ତି ହର କଣ ଭକ୍ତିରେ ପ୍ରୀତି ନାହିଁ ଯାର ଆସୁଛି ଯାଉଛି ଏଇ ନିଶ୍ୱାସ ଚାଲିଛି ଆଉଛି ଯାଉଛି ଯାଉଛି ଆଉଛି ଆଉଛି ଯାଉଛି ଯେତେବେଳେ ବନ୍ଦ ହେଇଯିବ ଆଉ ସଇଲା। ଇଏ ହଉଛି ଜୀବନର ଗତି। ଯେତେବେଳେ କହିବେ ନାସାଗ୍ରକୁ ଧ୍ୟାନ କରିବେ। ମନ୍ତ୍ର କଣ ସ୍ମରଣ କରିବେ? ସୋହମ୍। କଣ ଗୁରୁ ମନ୍ତ୍ର କେହି କାହାକୁ ଗଲେ ମୁଁ କହିଦେଲି ଆଉ ଗଲା। ହା ଗଲା ଗ ଗଲା। କିଏ ଘରେ ଆପଣ ମାନେ ଭାବୁଥିଲେ ଏଇ ବଳିଆ ଗଲା ଆଉ କିନ୍ତୁ କହିଲେ ଏ ଜଗତ ବସିଛନ୍ତି ବସୁଧାରେ ପୃଥିବୀର ଚାରି ପାଖରେ ରହିଛି ସେ କୋଉ ସମୁଦ୍ର, ଯାହାର ଅନ୍ୟ ନାମ ହଉଛି ବରୁଣ। କହିଲେ ଏଠି କଣ ଜଳୁଛି? ବହ୍ନି କହିଲେ ଅଗ୍ନି। କହିଲେ ବାୟୁ ନିଶ୍ୱାସ। କହିଲେ ବ୍ୟାମ ଆକାଶ। କହିଲେ ବଟ ବା ବୃକ୍ଷ। ତେଣୁ ସଜ୍ଜନ ଅର୍ଜୁନ ସେଇଥିପାଇଁ ଭଗବାନ କୃଷ୍ଣଙ୍କୁ ବର୍ଣ୍ଣନା କରିଥିଲା। ବାୟୁ ଜଗତି ବରୁଣ মনে ରଖିଥାନ୍ତୁ ଗୀତାର 11 ଅଧ୍ୟାୟରେ ବର୍ଣ୍ଣିତ ଏହି ଶ୍ଲୋକଟି ସର୍ବଶ୍ରେଷ୍ଠ। ସେଇଥିପାଇଁ କୁହାଯାଉଛି ପରମ ଶାସ୍ତ୍ର
ଜାଣିଛନ୍ତି ନିଶ୍ଚୟ ଜାଣିଛନ୍ତି ଆମର ବାବୁମାନେ ମୁରବୀମାନେ ଏ କଥାକୁ ନିଶ୍ଚୟ ସ୍ୱୀକାର କରିବେ। ସେମାନେ ଯେତେବେଳେ ଗୋଟେ ପୁଅ ପାଇଁ ବହୁଟିଏ ଯୋଗାଡ଼ କରିବାକୁ ଯାଉଥିଲେ ସିଏ ପ୍ରଥମ ଦେଖୁଥିଲେ ବହୁଟି ଭାଗବତ ପଢି ପାରୁଛି କି ତାକୁ ଆଗେ ପଚାରୁଥିଲେ ମା ଭାଗବତ ପଢି ଯୋଉ ବହୁଟି ଭାଗବତ ସ୍ପଷ୍ଟ ପଢେ ସେ ବହୁଟା ଘରର ବହୁ ସିଏ ଯେତେବେଳେ ମୃତ୍ୟୁ ଶଯ୍ୟାରେ ରହିଥାନ୍ତି ବହୁର କର୍ତ୍ତବ୍ୟ ଥାଏ ଶାଶୁ ଶ୍ୱଶୁରଙ୍କୁ ଭାଗବତ ବାଣୀ ଶୁଣେଇକିରି ତାଙ୍କୁ ଉଦ୍ଧାର କରେ। କିନ୍ତୁ ଆଜି ଇଏ କଥା ନାହିଁ କୋଉଠି କଣ ଥିବ ମୁଁ କହିପାରିବିନି କିନ୍ତୁ ସେ ଆଉ ନାହିଁ। ଏଇ ଓଡ଼ିଆ ଜାତିର କବି ଦିନେ ଲେଖିଥିଲେ ଓଡ଼ିଆ ଘର ଗାଁକୁ ଯିବେ ଦେଖିବେ ପ୍ରତ୍ୟେକ ତୁଳସୀ ଚଉରା ମୂଳରେ ମା ମାନେ ଗୋଟେ ଯଜ୍ଞ କରୁଛନ୍ତି। ବ୍ରାହ୍ମଣ କେହି ନାହିଁ। ସିଏ କଥାକୁ ଦେଖି ଆମ କବି ମାନେ ଗାଇଥିଲେ ତୁଳସୀ ଚଉରା ମୂଳରେ ମାନେ ଆମକୁ କହୁଛନ୍ତି ତୁଳସୀ ଗଛକୁ ଓପାଡ଼ିକି ଫୋପାଡ଼ି ଦିଅ, ମାଣବସା ପାଇକି ଫୋପାଡ଼ି ଦିଅ, ତାଙ୍କୁ ତମେ ଭିତରେ ଜଣ ମା ଏକତ୍ର ହବ 4-5 ଜଣ ନହେଲ ତାଙ୍କ ଗୋଡ଼ ଆଳୁ ତମକୁ ଆଗ ଫୋପାଡ଼ିବ। ଏମାନେ ହଉଛନ୍ତି ରତ୍ନ। ରତ୍ନକୁ ଫୋପାଡ଼ିବା ଯାହା ଇଏ ଧର୍ମ ଯାଜକ ମାନଙ୍କର ଧର୍ମ ପ୍ରଚାର। ଆଉ କଣ ବଳିଆ କହିବ ଭାଗବତର କଥା ବ୍ୟାପକ। ଆଉ କହିବି କଣ ସେ କୋଉ କଥା ସରିବ ଯେ କହିବି। ଏଇ ଯୋଉ ଓମ୍ ନମୋ ଭଗବତେ ବାସ